ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଛନ୍ତି ତେବେ କେବେ ମିଳିବ ଆପଣଙ୍କୁ ୱାର୍କ ଅର୍ଡର ଆଉ ଆପଣମାନେ ଆରମ୍ଭ କରିପାରିବେ ଘର। ଏବେ ଏବେ ଆସିଗଲା ଆଉ ଏକ ନୂଆ ସୂଚନା ଯାହା ଆମେ ଭିଡିଓରେ ଜାଣିବା ଶେଷ ପର୍ଯ୍ୟନ୍ତ ଦେଖି ରଖନ୍ତୁ, ଯାହାକି ଆପଣ ବି ଆରମ୍ଭ କରିପାରିବେ PMAY ଅଧୀନରେ ଘର ନିର୍ମାଣ। ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍ ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ଓଡ଼ିଶାରେ ଆଉ 37 ଲକ୍ଷ ପରିବାରକୁ ପକ୍କା ଘର ମଞ୍ଜୁର କରାଯିବ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏହି ସୂଚନା ମଧ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ ନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ଆଉ 37 ଲକ୍ଷ ପରିବାରଙ୍କୁ ପକ୍କା ଘର ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିସାରିଛି। ତେବେ ନାୟକଙ୍କ କହିବା ଅନୁଯାୟୀ ସମ୍ପ୍ରତି ନୂଆଦିଲ୍ଲୀ ଗସ୍ତ ସମୟରେ ସେ ଏହି କେନ୍ଦ୍ରୀୟ ଯୋଜନା ଅଧୀନରେ ପକ୍କା ଘର ବଣ୍ଟନ ସମ୍ପର୍କରେ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଚଳିତ ବର୍ଷ ନଭେମ୍ବର ସୁଦ୍ଧା ସରକାର ପକ୍କା ଘର ମଞ୍ଜୁର କରିବ। ଏନେଇ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି। ତେବେ ଅନଲାଇନ୍ ମାଧ୍ୟମରେ ଜମା ହୋଇଥିବା ପ୍ରାୟ 4 ଲକ୍ଷ ଆବେଦନର ଯାଞ୍ଚ ପ୍ରକ୍ରିୟା ଚାଲିଛି। ତେବେ ଅଫଲାଇନ୍ ଆବେଦନ ଗୁଡ଼ିକର ଯାଞ୍ଚ ଶୀଘ୍ର ଆରମ୍ଭ ହେବ। ତେବେ ଏହି ଯୋଜନା ଓଡ଼ିଶାର ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଧାରଣା ଉନ୍ନତିକରଣର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ଯଦି ଆପଣ ବି ଏହାର ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ, ୱେବସାଇଟର ଲିଙ୍କ ଆମେ ଡେସ୍କ୍ରିପସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ। ତେବେ ମିଳୁଥିବା ସୂଚନା ମୁତାବକ ଖୁବ୍ ଶୀଘ୍ର ଅର୍ଥାତ୍ ନଭେମ୍ବର ପୂର୍ବରୁ ଆପଣଙ୍କୁ ମଧ୍ୟ ଘର ମଞ୍ଜୁରୀ କରାଯିବ ଆଉ ଆପଣ ବି ମଧ୍ୟ ନିର୍ମାଣ କରିପାରିବେ PMAY ଅଧୀନରେ ଘର ନିର୍ମାଣ, ଯାହାକି ପକ୍କା ଘର ଆବାସ ଯୋଜନା ଅଧୀନରେ ଆପଣଙ୍କୁ ମିଳିବ 1,20,000 ଟଙ୍କା। ଏହାଛଡ଼ା ଆପଣ ଖୁବ୍ ଶୀଘ୍ର ଘର ନିର୍ମାଣ କଲେ ତାହା ମଧ୍ୟ ଆପଣଙ୍କୁ ବୋନସ୍ ବି ମିଳିପାରିବ। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଭିଡିଓ ଦେଖୁଛନ୍ତି ତାହା ନିହାତି କମେଣ୍ଟ କରି ଜଣାଇବେ।